ମାନେ ଆଜି ହେଲା ନଭେମ୍ବର 20 ତାରିଖ। ବର୍ତ୍ତମାନ ଗୋଟେ ନ୍ୟୁଜ ଆସୁଛି, ଚଳନ୍ତା ଗାଡ଼ିର ଡ୍ରାଇଭରକୁ ହାର୍ଟ ଆଟାକ୍ ହେଇଗଲା, କିନ୍ତୁ ସେ ଗାଡ଼ିକି ଅଟକାଇକି ଆଉ ନିଜେ ପଛିକା ହାର୍ଟ ଆଟାକର ଶିକାର ହେଲେ, କିନ୍ତୁ କୌଣସି ଯାତ୍ରୀଙ୍କର କ୍ଷତି କରେଇ ଦେଇନାହାନ୍ତି। ଏଇଭଳି ଆହୁରି ଏଇ ମାସକ ଭିତରେ ଆଉ ଜଣେ ଡ୍ରାଇଭର ଭାଇଙ୍କର ବି ହାର୍ଟ ଆଟାକ୍ ଚଳନ୍ତା ଗାଡ଼ିରେ ହେଇଥିଲା। ଆପଣମାନେ ଦେଖିବେ ମୃତ୍ୟୁଟା କେତେବେଳେ କେଉଁ ରୂପରେ ଆଉ କାହା ଦେହରେ ନେଇକି ଆସିବ କହି ହେବନି। କିନ୍ତୁ ଗୋଟିଏ ସେଇ କଥାଟି ଗୋଟେ ପ୍ରାର୍ଥନା ଆମେ ପଢ଼ିଥିଲେ, କହିଲେ ବାଲ୍ୟ କାଳୁ ଧର୍ମ ଧନ ମୁଁ ସଞ୍ଚିବି, ଏ ଜୀବନ ନିଶ୍ଚିତ, କେଜାଣେ କାହାର ଆଜି ମୃତ୍ୟୁ କାଳ ହୋଇଯିବ ଉପସ୍ଥିତ। ମୃତ୍ୟୁ କେତେବେଳେ ଆସିକି କୋଉ ମୁହୂର୍ତ୍ତରେ ଉପସ୍ଥିତ ହେବ ତାହା ବି ଆମେ କେହି କହିପାରିବାନି। ସ୍ତୁତି ଚିନ୍ତାମଣିର ସେଇ ପଦଟି ଯେଉଁଟାକି ଆମେ ଅଷ୍ଟମ ନବମରେ ପଢ଼ିଥିଲେ ସାହିତ୍ୟ ବହିରେ, ପ୍ରାଣିକ ଆରତ ଦୁଃଖ ଅପ୍ରମିତ, ଦେଖୁ ଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ। ସନ୍ଥ କବି ଭୀମ ଭୋଇଙ୍କର ଏହା ସ୍ତୁତି ଚିନ୍ତାମଣିର। କିନ୍ତୁ ସେଇଭଳି ସେ ଜଗତକୁ ଉଦ୍ଧାର କରି ଆସି ଯେତେବେଳେ କହିଲେ, ମୁଁ ପଛେ ପ୍ରଭୁ ମୋତେ ନର୍କକୁ ଠେଲି ଦିଅ କିନ୍ତୁ ଜଗତ ଉଦ୍ଧାର ହେଇଯାଉ, ସେଇଭଳି ଗୋଟେ ବସରେ 50-60ରୁ ଉର୍ଦ୍ଧ୍ୱ ଲୋକ ବି ଯାଉଛନ୍ତି, କିନ୍ତୁ ଚିନ୍ତା କରନ୍ତୁ ଜଣଙ୍କ ପାଖରେ ସମସ୍ତଙ୍କର ଜୀବନ ଥାଏ, ଆଉ ସେ ଜଣକ ହେଉଛି ଭଗବାନ ସ୍ୱରୂପ ଡ୍ରାଇଭର। ସିଏ ଯଦି ଚାହିଁବେ ନିଜକୁ ବଞ୍ଚେଇକି ସେଇ 60 ଜୀବନକୁ 60 ସେକେଣ୍ଡ 60 ଲିତାରେ ନେଇଯିବେ, 60 ବିଲିତା ଭିତରେ ତାଙ୍କର ଜୀବନ ଚାଲିଯିବ। ବିଲିତା ହେଉଛି ମାନେ କ'ଣ ନା ମିନିଟ ପରେ ସେକେଣ୍ଡ, 60 ସେକେଣ୍ଡ, 60 ସେକେଣ୍ଡ ର 60 ଭାଗ ହେଲା ଲିତା, 60 ଭାଗର ଲିତାର ତଳଟି ହେଲା ବିଲିତା। ଏଇଟା ଭାଇ ମାନେ ଓଡ଼ିଆ अस्मिता କଥା। ତେଣୁ ଆଜିକା ଡେଟ୍ରେ ଦେଖନ୍ତୁ ସବୁ ଡ୍ରାଇଭର ଭାଇମାନଙ୍କର ହୃଦଘାତ ଆସୁଛି, କିନ୍ତୁ ସିଏ ଜାଣିପାରୁଛନ୍ତି, ନିଜେ ଅନୁଭବ କରୁଛନ୍ତି ମୋର ମୃତ୍ୟୁ ନିକଟତର ହେଇଗଲା। ଗାଡ଼ିକି ରଖି ତାଙ୍କ ଜୀବନକୁ ସିଏ ହରେଇ ଦେଉଛନ୍ତି, କିନ୍ତୁ ଜଗତ ବୋଲି ସେଇ ବସରେ ଯେତିକ ଯାତ୍ରୀମାନଙ୍କର କ୍ଷତି କରିବାକୁ ଦେଉନାହାନ୍ତି। ତେଣୁ ଏଇ ଭିଡ଼ିଓଟି ଏଇ ନ୍ୟୁଜଟି ବର୍ତ୍ତମାନ ଟିଭିରେ ଦେଲା, ଏଟା ଚିନ୍ତା କଲା ଆସିକୁ ଭାଇମାନେ ଆଜିକା ଡେଟ୍ରେ ଅବିକା ଆସିଗଲା କ'ଣ ନା ତୀର୍ଥ ଭ୍ରମଣ କରିବା, ପିକନିକ୍ ସମୟ ଆସିଗଲା। କିନ୍ତୁ ମୋର ଅନୁରୋଧ ରହୁଛି ସେଇ ଭାଇମାନଙ୍କୁ ଯେଉଁ ଗାଡ଼ି ବସ୍ ଡ୍ରାଇଭରମାନଙ୍କୁ ନେଇକି ଯାଉଛନ୍ତି, ଦୂରକୁ ଯିବେ, ପିକନିକ୍ ଯିବେ, ତେଣୁ ସେ ଡ୍ରାଇଭର ଭାଇମାନଙ୍କୁ ମଦ ପାଣିଠୁ ଦୂରେଇକି ରଖିବେ, ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥାଟାକୁ ବି ଦେଖିବେ। କାରଣ ତମ ଯେଉଁ 50-60 ଲୋକଙ୍କର ଜୀବନର ଦୀପଟି ତାଙ୍କରି ପାଖରେ ଲାଗିକି ରହିଥାଏ, ଆଉ ସିଏ ଗୋଟେ କ୍ଷଣକେ ଚାଲିଯିବ। ତେଣୁ ଭାବନ୍ତୁ ସିଏ ବି ଜଣେ ଭଗବାନ, ସେ ବସର ଭଗବାନ। ସେ ଚାହିଁଲେ କରିବେ ନାଶ, ସେ ଚାହିଁଲେ କରିବେ ସମସ୍ତଙ୍କ ଜୀବନକୁ ବଶୀଭୂତ କରିକି ରଖିଛନ୍ତି। ତେଣୁ ସମସ୍ତେ ଆଗକୁ ଆସୁଥିବା ଯେଉଁ ଯାତ୍ରା କରିବେ, ପିକନିକ୍ ଯିବେ ବା କୌଣସି ତୀର୍ଥସ୍ଥାନ ବୁଲିବାକୁ ଯିବେ, ଏଇ ଜାନୁଆରୀ ଭିତରେ, ଡିସେମ୍ବରଠୁ ସବୁ ଏବେ ପିକନିକ୍ ଯିବା ଆରମ୍ଭ କରିଦେବେ। ଆଗ ଦେଖିବେ ସେ ଡ୍ରାଇଭର ଭାଇଙ୍କର ସ୍ୱାସ୍ଥ୍ୟ ଅବସ୍ଥାଟାକୁ ଆଗ ଦେଖିବେ। ତାଙ୍କୁ ମଝିରେ ମଝିରେ ତାଙ୍କର ଖାଦ୍ୟ ପାଣି ପାନୀୟ ଯାହା ଦରକାର ପଡ଼ୁଥିବ ତାକୁ ଆଗ ତାଙ୍କୁ ଦେଉଥିବେ। କାରଣ ସିଏ ଆପଣମାନେ କେତେ ମଜାମସ୍ତି କରିକି ଯାଉଥିବେ, ମନ କୁଆଡ଼େ ଥିବ ଇତସ୍ତର ଥିବ, କିନ୍ତୁ ତାଙ୍କର ମନ ମୁନ ଧ୍ୟାନ ଷ୍ଟେରିଂ ଆଉ ଚକ ଆଗ ପଥିକ କେତେ ରାସ୍ତାଘାଟ ଖାଲ ଖମା ନେଇକି ଯିବା ଭିତରେ ସିଏ ବି ତାଙ୍କର
ପରିବାର ଗୋଟେ ଅଛି, ପରେ ପଛରେ ତାଙ୍କର ଜଣେ କିଏ ଅଛି ବୋଲି ସେ ଭାବନ୍ତି। ସେଥିପାଇଁ ସେ ତଥାପି ସେଗୁଡ଼ାକୁ ପଛକୁ ପକାଇ ନିଜର କର୍ତ୍ତବ୍ୟ ପଥରେ ଚାଲନ୍ତି। କୋଉଥିରେ ନା ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ। ଭାଇମାନେ, ଆଜି ସାଧାରଣ ଲୋକର ଆଜି ଏଇ ଭିଡ଼ିଓଟି ରହୁଛି ହୃଦଘାତରେ ଜଣେ ଡ୍ରାଇଭର ଭାଇଙ୍କର ଆଜି ବି ମୃତ୍ୟୁ ହେଇଗଲା। ଆଉ ଯାତ୍ରା କରୁଥିବା ବସ୍ ଟିକିରେ ଯାତ୍ରୀମାନଙ୍କୁ ସୁରକ୍ଷିତ ଦେଇ ସେ ନିଜ ଜୀବନ ହରାଇ ଦେଲେ। ତେଣୁ ଯାହା ହଉ ସେ ଭାଇ ଜଣେ ଭଗବାନ ସ୍ୱରୂପ କହିଲେ ଚଳେ। କାରଣ ଯିଏ ମାରି କହିଲା ଦଣ୍ଡିବା ଶକ୍ତି ଯାର ଥାଇ ସେ ପୁଣି କ୍ଷମା ଆଚରେ, ଯିଏ ମାରିପାରେ ସିଏ ପୁଣି ତାରିପାରେ। ତେଣୁ ସିଏ ହିଁ ଭଗବାନ। ତେଣୁ ସେ ଚାହିଁଥିଲେ ବି ନିଜ ଜୀବନର ଏଭଳି କଷ୍ଟର ଦେଖିକି ମଧ୍ୟ ସେ ଗାଡ଼ି ଚଲେଇକିରି କେଉଁ ଖାଲ ଖମାରେ ବା କୁଆଡ଼େ ତାଙ୍କର ପ୍ରାଣବାୟୁ ଉଡ଼ିବା ଭିତରେ ବସ୍ଟି ଯାଇଥାନ୍ତା। କିନ୍ତୁ ସିଏ ବଞ୍ଚେଇକି ରଖିଲେ। ସେ ଭାଇଙ୍କୁ ଆତ୍ମାକୁ ସଦ୍ଗତି ଭଗବାନ ଦିଅନ୍ତୁ, ଆଉ ସିଏ ମୁଖ୍ୟ ଜୀବନ ପାଆନ୍ତୁ, ଏହା ହିଁ କାମନା କରିବେ। ଆଉ ଆଗକୁ ଯେଉଁ ଭାଇମାନେ ସବୁ ଯିବାର ଅଛି ଦୂରଯାତ୍ରାକୁ, ମଦ ପାଣି ପବନ ଯାହା ଖାଇକି ଯାଉଛନ୍ତି ଯେଉଁ ଭଳିଆ ଉତ୍ତୁପାତରେ, ଜମା ସେଭଳି କରିବେନି। ଏହା ହିଁ ଆସିଗଲା ଉତ୍ତୁପାତର ଦିନ। ତେଣୁ ଉତ୍ତୁପାତ ବୀତିପାତ ଯାହା ଦିଟା ଯାକ ଯଦି କରୁଛ କର, କିନ୍ତୁ ନିପାତ ହେବାଟା ଧାର୍ଯ୍ୟ ସତ୍ୟ। ହଉ ଭାଇମାନେ, ଭାରି ଦୁଃଖଦ କଥା। ଆଜି এই ଭିଡ଼ିଓଟି ରଖିଲି କ'ଣ ନା, ଆଜି ବି ଜଣେ ଡ୍ରାଇଭର ଭାଇଙ୍କର ହୃଦଘାତରେ ମୃତ୍ୟୁ ହେଇଗଲା। କିନ୍ତୁ ଯାତ୍ରୀମାନଙ୍କୁ ସୁରକ୍ଷିତରେ ରଖିକି ସେ ତାଙ୍କର ହାର୍ଟ ଆଟାକ୍ ଆସିଲା। ସେଥିପାଇଁ କାହାର କେତେବେଳେ ମୃତ୍ୟୁ ଆସିବ ସେଇ କଥାଟି ଭାବିଲା ବେଳକୁ ମନ ଇତସ୍ତତ ହେଇଯାଉଛି। କାହିଁକି ନା ଆପଣ ମନେକର ଯାଉଥିବେ ପିକନିକ୍, ଡ୍ରାଇଭର ଭାଇକି ମଦ ଦେଇଥିବେ, ସେ ମଦ ପିଇକି ନିଶା ଟୁର୍ରେ କିମ୍ବା ତାଙ୍କର ବାର୍ଦ୍ଧକ୍ୟ ସିଏ ଭାବୁଛନ୍ତି ମେଣ୍ଟିଯିବ, ଦିହ ହାତ ଦର୍ଜ ଖାଇଯିବ, କିନ୍ତୁ ତାରି ଭିତରେ ତାଙ୍କର ହାର୍ଟ ଆଟାକ୍ ବାହାରି ପଡ଼ିଥିବ ମଦ ଖାଇକି। ତା ଭିତରେ ସିଏ ତ ଯିବେ, ଆଉ ତମେମାନେ ବି ଯିବ, କିନ୍ତୁ ଯିବା ଆସିବା ଆତ୍ମା ହେଇପାରିବନି। ସାଧାରଣ ଲୋକର ସତର୍କ ବାଣୀ। ରହିଲି ଭାଇମାନେ, ନମସ୍କାର।